ସେମାନଙ୍କୁ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ଅନୁସାରେ ଖୁବ୍ ଶୀଘ୍ର ଭତ୍ତା ଦେବା ପାଇଁ ଆମେ ସଂଘର୍ଷ ସମିତି ପକ୍ଷରୁ ଆବେଦନ କରୁଅଛୁ। ସରକାର ଏ ଦିଗରେ ଯଦି କୌଣସି ନିଷ୍ପତ୍ତି ନ ନିଅନ୍ତି କିମ୍ବା ରାଜ୍ୟପାଳଙ୍କ ତରଫରୁ କୌଣସି ନିଷ୍ପତ୍ତି ନ ଆସେ ତାହେଲେ ଆଗାମୀ ଦିନରେ ଆମେ ବିରାଟ ଆନ୍ଦୋଳନ ଓଡ଼ିଶା ଭତ୍ତା ପ୍ରଦାନ ସଂଘର୍ଷ ସମିତିର ରାଜ୍ୟ ମୁଖ୍ୟ ଉପଦେଷ୍ଟା ଶ୍ରୀ ମୁକୁଳାନନ୍ଦ ମହାପାତ୍ର ମୁଁ ଆଜି ଓଡ଼ିଶାର 60 ଲକ୍ଷ ଭତ୍ତା ଅଧିକାରୀମାନଙ୍କର ସ୍ୱରକୁ ସରକାର ନିକଟରେ ଉପସ୍ଥାପନ କରୁଛି। ଦୀର୍ଘ 15 ମାସ କାଳ ଏ ବିଷୟରେ ସମସ୍ତ ହିତକାରୀ ଓଡ଼ିଶାର ସମସ୍ତ କଲେକ୍ଟରମାନଙ୍କୁ ଆବେଦନ କରାଯାଇଛି। ଶେଷରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ବି ଏ ବାବଦରେ ଆବେଦନ କରାଯାଇଛି, କିନ୍ତୁ ରାଜ୍ୟ ସରକାର ଅଦ୍ୟାବଧି ଏ ବାବଦରେ କୌଣସି ନିଷ୍ପତ୍ତି ନେଲେ ନାହିଁ। ଏଣୁ ଆମେ ଆଜି ଓଡ଼ିଶାର ରାଜ୍ୟପାଳଙ୍କୁ ଏ ବାବଦରେ ଅବଗତ କରିବା ପାଇଁ ନିଷ୍ପତ୍ତି ନେଇଅଛୁ। ଆମେ ସରକାରଙ୍କୁ ନିବେଦନ କରୁଅଛୁ କି ଓଡ଼ିଶାର 60 ଲକ୍ଷରୁ ଉର୍ଦ୍ଧ୍ୱ ଭତ୍ତା ଅଧିକାରୀ ବୃଦ୍ଧ ବୃଦ୍ଧା ଦିବ୍ୟାଙ୍ଗ ଅସହାୟ ମହିଳା କଳାକାର ଏମାନଙ୍କର ଅବସ୍ଥାକୁ ବିଚାର କରି ଏହାକୁ ଯୁଦ୍ଧକାଳୀନ ଭିତ୍ତିରେ ଜରୁରୀ ମନେ କରି ସେମାନଙ୍କୁ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ଅନୁସାରେ ଖୁବ୍ ଶୀଘ୍ର ଭତ୍ତା ଦେବା ପାଇଁ ଆମେ ସଂଘର୍ଷ ସମିତି ପକ୍ଷରୁ ଆବେଦନ କରୁଅଛୁ। ସରକାର ଏ ଦିଗରେ ଯଦି କୌଣସି ନିଷ୍ପତ୍ତି ନ ନିଅନ୍ତି କିମ୍ବା ରାଜ୍ୟପାଳଙ୍କ ତରଫରୁ କୌଣସି ନିଷ୍ପତ୍ତି ନ ଆସେ ତାହେଲେ ଆଗାମୀ ଦିନରେ ଆମେ ବିରାଟ ଆନ୍ଦୋଳନ